फाइनाली आम पार्क को आसा टिकेट कर गोटे टिकेट 10 टका नाखे पिला बेले आसती मत ये बस पेड़ मारे दे नी गोटे टिकेट मिल जावा चलो देखा तो हेलो गाइस वेलकम बैक टू माय यूट्यूब चैनल। तो आज आम आसू भंजनगर आ गोटे 5-7 किलोमीटर हम आम कंटे बुले सुपुनी भाई बस जी आसा हो भाई आम गाड़ी चलैकी भी कैमेरा धरती तो बहुत इंटरेस्टिंग एटा जाऊँगी देखा आमे भी जाऊँ कंटेबुल रास्त बर्तमान कुआ जा भाई कंटेबुल जा कंटेबुल बर्तमान पार्क जा भाई फाइनाल आसिक आम पहुँच जाइए कंटेबुल देखा भाई पथर बोर्ड लिखाई। तो हेलो गाइस आम पलि आई कंटेबुल तो कंटेबुल जो करंट अच्छी ସେଇଟା ଆପଣମାନଙ୍କୁ ଆଜି ଦେଖେଇବୁ ଚାଲନ୍ତୁ। ଏଇଠି ଭାଇ ଦେଖ ଦେଖ ଏବେ ଆସିବ ଆଗକୁ ଏଇଠି ଦେଖନ୍ତୁ ସେଇଠି ପୁରା ଗୋଲ ଗୁଡ଼ା ଭରି ହେଇଛି ସେଇଠି ଏଇଠି ସବୁ ଯାଉଛି କରେଣ୍ଟ ସବୁ ଘର ମାନଙ୍କୁ ଟ୍ରାନ୍ସଫର ହେଉଛି ଦେଖନ୍ତୁ ଭାଇ ଏଇଠି ସବୁ କରେଣ୍ଟ ଯାଉଛି ଟ୍ରାନ୍ସଫର ହେଉଛି ଦେଖ ଭାଇ ଏମିତି କିଛି ଦେଖିବାକୁ ମିଳୁଛି ଏଇଠି करेंट मजा हम जाएंगे मजा। तो भाई आम भी अच्छु भंजनगर मार्केट रे ए सडन प्लानिंग है पार्क जा तो चलो देखा पार्क रोड पार्क रोड पार्क रोड अच्छी भाई पार्क रोड एम बाजार पार्क रोड भाई पार्क रोड भाई यहाँ हूँ 3 चकियाटा आसलु कथा देख भाई भाई तो भाई देखिपार ये सब कारुकार्य मैंने सब आर्ट मैंने सब कर भंजनगर कारुकार्यर आर्ट मान सब कराई देखिपार तो भाई ये बाटर गला पड़ो पिपिली तो आप वीडियो देखेबी बहुत सुंदर लगे कारुकार्य मैंने प्रजन्य अनुसंधान नाइस नाइस बहुत बढ़िया गोटे आप भी आसतु जब भंजनगर बुलाबुली करने भाई यहाँ हूँ पिपिली देखिपार भाई। तो भाई आम आज आसिक पहुँच जाइचु पिपिली देखिपार भाई आम भी जीवु ये फोटो फोटो उठेबू केमी कौन भ्यू रोचे आपन देखू तो चलो देखा एटा भाई भंजनगर पिपिल जो रील्स पॉइंट माने ये सब क्रिएटर मैंने आसिक रील्स कर रील्स जोन भाई आम कहले रील्स जोन तो भाई फाइनल आसिक आम पहुँच जाइचु पार्क रोड रे देखो भाई नाइस यहाँ हूँ आमर भंजनगर पार्क रोड फाइनाली आम पार्क को आसा टिकेट कर गोटे टिकेट 10 टका नाखे आउ जीवु खाली बोटिंग रे बसिक आसबू आर्थर तो मुझे आसिक करदे वीडियो आपण मैंने देखिथे वीडियो रे तो देखा बोटिंग रे केमती होची चलो देखा गोटे टिकेट मिल जावा चलो देखा। तो भाई फाइनाल आसे आम बस गलु बोटिंग रे आ देख ये कि आगू पेडल मार्जी मत देखिए पछू मारिया भाई सुविधा होनी कि ब्लॉगिंग करी होनी भाई जब ब्लॉगिंग करी पेडल मारी होनी
ଆଉ ଯଦି ପେଡଲ ମାରି ବ୍ଲଗିଂ କରିବନି ଏଇଟା କିଏ କରିବା କୁହ ଆପଣ କୁହନ୍ତୁ ମୁଁ କ'ଣ କରିବି ଭାଇ ଯଦି ଏ ମଝିରେ ରହିଛୁ ବେଲେ ଏଇଟା ଥୁ ଆଉ ଘରକୁ ଯିବୁନୁ ଭାଇ ଫାର୍ଷ୍ଟ ଟାଇମ୍ ମୋତେ ଆଜି ଏଇଠି ବହିବାକୁ ମିଳିଛି ଯେ ଭାଇ ପେଡଲ ମାରିବାକୁ ବହୁତ ଥର ବି ସୁଯୋଗ ମିଳିଛି ବହୁତ ଥର ସୁଯୋଗ ମିଳିଛୁ କିନ୍ତୁ ଆମେ ପାଇପାରୁନଥିଲୁ ବୋଟିଂ ପାଇପାରୁନଥିଲୁ ଯୋଉଥିପାଇଁ କି ଆଜି କେହି ବି ନାହାନ୍ତି ପାର୍କରେ ଗାର୍ଡେନରେ ଖାଲି ଖାଲି ବୋଟ୍ ତ ଆପଣମାନେ ଦେଖୁଥିବେ ଆଜି ଖାଲି ଥିବା ଯୋଗୁଁ ଆମକୁ ଯାହା ଗୋଟେ ମିଳିଛି ଆଜି ବୋଟିଂ କରିବା ସୁଯୋଗ ମିଳୁଛି ଆଜି ଆସିକି ଆମେ ବୋଟିଂରେ ବୋଟିଂ କରୁଛୁ ଆଜି ଗୋଡ଼ କାଟିଲା ଭାଇ ବୋଟିଂ କରି ବହୁତ ଖୁସି ଲାଗୁଛି ବହୁତ ଖୁସି ୱାଓ ନାଇସ୍ ଭାଇ ଆମେ ଏବେ ପୁରା ପାଣି ମଝିରେ ଅଛି ଦେଖିପାରୁଥିବେ ଭାଇ ଆମେ ଏବେ ଆସିଛୁ ଭଞ୍ଜନଗର ପାର୍କ ଯେଉଁ ବୋଟିଂରେ ବସିକିରି ଆମେ ପେଡଲ ମାରି ମାରି ପୁରା ଧଇଁଆ ହେଇଗଲୁ ଭାଇ ବୁଲିବାକୁ ଯେତିକି ମଜା ନାହିଁ ପେଡଲ ମାରିବାକୁ ସେତିକି ଭାଇ ମଜା ଲାଗୁଛି ଆଉ ମୋତେ ବସେଇ ଯେ ଓଲଟା ପେଡଲ ମାରିବାକୁ ତାକୁ ବସେଇ ସିଧା ପେଡଲ ମାରିବା ଭାଇ ମୁଁ କିନି ମାରି ପୁଅ ପେଡଲ ଏখানে ବଇଛି ଯେ କିଛି ଗୋଟେ ସଜ ହେଉନି ବ୍ଲଗିଂ କରି ନା ପେଡଲ ମାରି ଭାଇ ମୁଁ ପିଲାବେଳେ ଆସିଥିଲି ଯେ ମୋତେ ଏଇଠି ବସେଇ ଦେଇଥିଲେ ପେଡଲ ମାରିବାକୁ ଦେଇନଥିଲେ ଆଉ ଏବେ ପେଡଲ ମାରୁଛି କହିକିରି କାରଣ ବଡ଼ ପିଲା ହେଇଗଲାଣି ଏବେ ମାରିଲାକୁ ଧରା ପଡ଼ୁଛି କିଏ ଆମେ ମାରିବାକୁ ଦେଇନଥିଲେ ଭାଇ ପ୍ରବଳ ହାଲିଆ ଲାଗିଲାଣି କୁହନି ଭାଇ ଲାଗୁଛି ବୋଟିଂ କରିକିରି ବହୁତ ବଢ଼ିଆ ଲାଗୁଛି ବୋଟିଂ ସୋ ବ୍ୟୁଟିଫୁଲ୍ ନାଇସ୍ ସୋ ନାଇସ୍ ୱାଓ ଦେଖିପାରୁଥିବେ ବହୁତ ବଢ଼ିଆ ଲାଗୁଛି ବୋଟିଂ କରିକିରି ଆଉ ଆମର ବି ସେଇଠି ଡ୍ରାଗନ୍ ବି ବହୁତ ମାନେ କିଛିଟା ସେତିକି ଅନୁଭବ କରିବ ମାନେ ନ୍ୟାଚୁରାଲ୍ ଜିନିଷ ରଖିବ ଖୁସି ଲାଗିବା ପାଇଁ ରଖାହେଇଛି ଆପଣମାନେ ବି ଆସନ୍ତୁ ବୋଟିଂ କରନ୍ତୁ ବହୁତ ମାତ୍ରାରେ ଏନ୍ଜୟ କରିବେ ଲାଇଫ୍ ବି ଉପଭୋଗ କରନ୍ତୁ ଆଜି ଅଛି ଭାଇ କିଏ କହିପାରିବ ଆଜିର ମଣିଷ ଆଜି ଅଛି କାଲି ହୁଏତ ନଥାଇପାରେ ସେ ଲାଇଫ୍ଟା ଏନ୍ଜୟ କରନ୍ତୁ ନାଇଁ ଭାଇ ମୋତେ ଯଦି ଓଲଟା ବୋଟିଂ କରିବାକୁ ଭାଇ ଏପଟେ ହେଉଛି ପଛ ସିଏ ବଇଛି ଆଗରେ ମୁଁ ବଇଛି ଏକାନି ହେଲା ଆଉ କିଏ ମରୁ ଭାଇ କୁହ ଲାଗୁଛି ପେଡଲ ମାରିକିରି ଭାଇ କୁହନି ଝାଳ ଫାଳ ସବୁ ବାହାରି ପଡ଼ିଲାଣି ସେ ପାଣିରେ ବଢ଼ିଆ ସ୍ମେଲ୍ ହେଉଛି ହେଲେ ଭାଇ ବହୁତ ବଢ଼ିଆ ନାଇସ୍ ଆସନ୍ତୁ ନାଇସ୍ ପାର୍କ ଆଜି କେତେବେଳେ ବୋଟିଂ କରନ୍ତୁ ଆପଣମାନେ ବି ଫିଲ୍ କରିପାରିବେ କେଉଁ ଭଳି କେମିତି କ'ଣ ଲାଗୁଛି ବହୁତ ବଢ଼ିଆ ମଜା ଲାଗୁଛି ମାତ୍ର ହେଲା ସତ କହିବାକୁ ଗଲେ ବହୁତ ମଜା ଲାଗୁଛି ହେଲା ଆଉ ତ ଆମ ଦେଖିଥିବେ ସେ ତ କେମିତି କ'ଣ ବସୁଛି ହେଲା ସେ ବସେଇରେ ବୁଲୁଛି ମୁଁ ଏଇଟା ହଇରାଣ ହେଉଛି ଆଉ କ'ଣ କରିବି